राधे श्याम। तो फ्रेंड्स आज किसी नुआ ज्ञान नेबा चलतु। ज्ञेय यतत् प्रवक्ष्यामि यज् ज्ञाता मृतमश्युते अनादि मत्पर ब्रह्मण सतना सदुच्यते। हे अर्जुन, जहा जानिबा योग्य तथा जहाकू जानी मनुष्य अमृत तत्व को प्राप्त होइथाए ताहाकू भल रूपे कहिबी। ସେହି ଆଦି ରହିତ ପରମ ବ୍ରହ୍ମ ନା ସତ୍ କୁହାଯାଉଛି ତ ନା ଅସତ୍ ହିଁ କୁହାଯାଉଛି। କାରଣ ଯେଉଁ ପର୍ଯ୍ୟନ୍ତ ସେ ଅଲଗା ରହିଛି ସେ ପର୍ଯ୍ୟନ୍ତ ତାହା ସତ୍ ହୋଇଥାଏ ଏବଂ ଯେବେ ମନୁଷ୍ୟ ସେଥିରେ ସମାହିତ ହୋଇଗଲା ତେବେ କିଏ କାହାକୁ କହିବ। ଗୋଟିଏ ହିଁ ରହିଥାଏ, ଅନ୍ୟ କିଛି ମଧ୍ୟ ପ୍ରତୀକ ହୋଇନଥାଏ। ଏପରି ସ୍ଥିତିରେ ସେହି ବ୍ରହ୍ମ ନା ସତ୍ ହୋଇଥାଏ ନା ଅସତ୍ ହୋଇଥାଏ, ବରଂ ଯାହାକି ସ୍ୱୟଂ ସହଜ ହୋଇଥାଏ। ସର୍ବତ ପାଣିପାଦ ତତ୍ ସର୍ବତ କ୍ଷଶିର ମୁଖମ୍ ସର୍ବତ ଶ୍ରୁତିମଲକେ ସର୍ବମାତୃବ ତିଷ୍ଠତି। ସେହି ବ୍ରହ୍ମ ଚତୁର୍ଦିଗରୁ ହାତ ଗୋଡ଼ ଯୁକ୍ତ, ଚତୁର୍ଦିଗରୁ ନେତ୍ର ମସ୍ତକ ଏବଂ ମୁଖ ଯୁକ୍ତ ତଥା ଚତୁର୍ଦିଗରୁ ଶ୍ରୋତ ଯୁକ୍ତ ତଥା ଶୁଣିବା ବାଲା ଅଟନ୍ତି। କାରଣ ସେ ସଂସାର ସମସ୍ତଙ୍କୁ ବ୍ୟାପ୍ତ କରି ସ୍ଥିତ ରହିଛନ୍ତି। ସର୍ବେନ୍ଦ୍ରିୟ ଗୁଣାଭାସେ ସର୍ବେନ୍ଦ୍ରିୟ ବିବର୍ଜିତମ୍ ଅସକ୍ତ ସର୍ବଭୂଚୈବ ନିର୍ଗୁଣ ଗୁଣଭୋକ୍ତୃ। ସେ ସମ୍ପୂର୍ଣ୍ଣ ଇନ୍ଦ୍ରିୟମାନଙ୍କ ବିଷୟକୁ ଜାଣିଥାଏ, ହେଲେ ମଧ୍ୟ ପୂର୍ଣ୍ଣ ଇନ୍ଦ୍ରିୟ ରହିତ। ସେ ଆସକ୍ତି ରହିତ, ଗୁଣରୁ ଅତୀତ ହେଲେ ମଧ୍ୟ ସମସ୍ତକୁ ଧାରଣ ଏବଂ ପୋଷଣ କରୁଥିବା ଏବଂ ସମସ୍ତ ଗୁଣକୁ ଭୋଗ କରୁଥିବା, ଅର୍ଥାତ୍ ଗୋଟିଏ ଗୋଟିଏ କରି ସମ୍ପୂର୍ଣ୍ଣ ଗୁଣକୁ ନିଜ ଭିତରେ ବିଲୟ କରିଥାଏ। ଯେପରି ଶ୍ରୀକୃଷ୍ଣ କହି ଆସିଲେ, ଯଜ୍ଞ ଏବଂ ତପ ଭୋକ୍ତା ମୁଁ ହିଁ ଅଟେ। ଶେଷରେ ସମ୍ପୂର୍ଣ୍ଣ ଗୁଣ ମୋ ଭିତରେ ବିଲୟ ହୋଇଯାଇଥାଏ। ବହିର୍ତସ୍ୟ ଭୂତାନାଂ ଚର ଚରମେବ ଚ ସୂକ୍ଷ୍ମତା ତଦ୍ୱତି ଜ୍ଞେୟ ଦୂରସ୍ଥ ଚାନ୍ତିକେ ଚ ତତ୍। ସେହି ବ୍ରହ୍ମ ସମ୍ପୂର୍ଣ୍ଣ ଜୀବଧାରୀ ମାନଙ୍କର ବାହାରେ ଭିତର ପରିପୂର୍ଣ୍ଣ ରହିଥାଏ। ଚର ଏବଂ ଅଚର ରୂପ ମଧ୍ୟ ସେ ହିଁ ଅଟେ। ସୂକ୍ଷ୍ମ କହିବା ଯୋଗୁଁ ସେ ଦେଖାଯାଉ ନଥାଏ। ଅବିଜ୍ଞେୟ ଅଟେ, ମନ ଓ ଇନ୍ଦ୍ରିୟଠାରୁ ମଧ୍ୟ ଊର୍ଦ୍ଧ୍ୱରେ ତଥା ଅତି ସମୀପ ଓ ଦୂର ମଧ୍ୟରେ ସେ ହିଁ ଅଟେ। ଅବିଭକ୍ତ ଚ ଭୂତେଷୁ ବିଭକ୍ତମିବ ଚ ସ୍ଥିତମ୍ ଭୂତପର୍ବ ଚ ତେଜଜ୍ଞେୟ ଗ୍ରସ୍ତିଷ୍ଣୁ ପ୍ରଭବିଷ୍ଣୁ ଚ। ଯେ ଅବିଭାଜ୍ୟ ହୋଇ ମଧ୍ୟ ସେ ସମ୍ପୂର୍ଣ୍ଣ ସଂସାରର ଭୂତ ପ୍ରାଣୀମାନଙ୍କ ମଧ୍ୟରେ ଅଲଗା ଅଲଗା ହୋଇଥିବା ପ୍ରତୀକ ହୋଇଥାଏ। ସେହି ଜାଣିବା ଯୋଗୁଁ ପରମାତ୍ମା ସମ୍ପୂର୍ଣ୍ଣ ଭୂତକୁ ଉତ୍ପନ୍ନ କରୁଥିବା, ଭରଣ ଓ ପୋଷଣ କରୁଥିବା ଏବଂ ଶୋଷଣ ସଂହାର ମଧ୍ୟ କରିଥାଏ। ଏଠାରେ ବାହ୍ୟ ଏବଂ ଅଭ୍ୟନ୍ତର ଉଭୟ ଭାବକୁ ସଂକେତ କରାଯାଇଛି। ଯେପରି ବାହ୍ୟରେ ଜନ୍ମ ଏବଂ ଭିତରେ ଜାଗୃତି, ବାହାରେ ପାଳନ ଏବଂ ଭିତରେ ଯୋଗକ୍ଷେମର ବିନିର୍ବାହ, ବାହାରେ ଶରୀର ପରିବର୍ତ୍ତନ ଏବଂ ଭିତରେ ସର୍ବସ୍ୱର ବିଲୟ, ଅର୍ଥାତ୍ ଭୂତମାନଙ୍କ ଉତ୍ପତ୍ତି କାରଣଗୁଡ଼ିକ ଲୟ ଏବଂ ସେହି ଲୟ ସହିତ ନିଜର ସ୍ୱରୂପକୁ ପ୍ରାପ୍ତ ହୋଇଯାଇଥାଏ। ଏହି ସମସ୍ତ ସେହି ବ୍ରହ୍ମର ଲକ୍ଷଣ ଅଟେ। ଜ୍ୟୋତିଷାମପି ତେଜୋତି ସମତ ପରମୁଚ୍ୟତେ ଜ୍ଞାନଜ୍ଞେୟ ଜ୍ଞାନଗମ୍ୟ ହୃଦି ସର୍ବସ୍ୟ ବିଷ୍ଠିତମ୍। ସେହି ଜ୍ଞେୟ ବ୍ରହ୍ମା ଜ୍ୟୋତିମାନଙ୍କର ମଧ୍ୟରେ ଜ୍ୟୋତି ଅଟେ। ତମସରୁ ଅତି ପରେ କୁହାଯାଇଛି ଯେ ପୂର୍ଣ୍ଣ ଜ୍ଞାନ ସ୍ୱରୂପ ପୂର୍ଣ୍ଣ ଜ୍ଞାତା ଜାଣିବା ଯୋଗ୍ୟ ଏବଂ ଜ୍ଞାନ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ। ସାକ୍ଷାତକାର ସହିତ ମିଳୁଥିବା ଅନୁଭୂତି ନାମ ହିଁ ଜ୍ଞାନ ଅଟେ। ଏପରି ଜ୍ଞାନକାରୀ ଦ୍ୱାରା ହିଁ ବ୍ରହ୍ମ ପ୍ରାପ୍ତ ହେବା ସମ୍ଭବ ଅଟେ। ସେ ସମସ୍ତଙ୍କ ହୃଦୟରେ ସ୍ଥିତ ଅଟେ। ସେହି ବ୍ରହ୍ମ ନିବାସ ସ୍ଥାନ ହୃଦୟ ଅଟେ। ଅନ୍ୟତ୍ର ଖୋଜିଲେ ମଧ୍ୟ ସେ ପ୍ରାପ୍ତ ହେବେ ନାହିଁ। ଅତଃ ହୃଦୟର ଧ୍ୟାନ ତଥା ଯୋଗାଚରଣ ଦ୍ୱାରା ହିଁ ସେହି ବ୍ରହ୍ମ ପ୍ରାପ୍ତିର ବିଧାନ ରହିଛି। ଇତି କ୍ଷେତ୍ର ତଥା ଜ୍ଞାନଜ୍ଞେୟ ଚକ୍ତା ସମାସତ ମୋଭକ୍ତ ଏତଦ୍ବିଜ୍ଞାନମଭାବୟ ପଦ୍ୟତେ। ହେ ଅର୍ଜୁନ, ବାସ୍ ଏତିକି କ୍ଷେତ୍ର ଅଟେ। ଜ୍ଞାନ ତଥା ଜାଣିବା ଯୋଗ୍ୟ ପରମାତ୍ମାଙ୍କ ସ୍ୱରୂପ ସଂକ୍ଷେପରେ କୁହାଗଲା।
ଏହାକୁ ଜାଣି ମୋର ଭକ୍ତ ମୋର ସାକ୍ଷାତ ସ୍ୱରୂପ ପ୍ରାପ୍ତ ହୋଇଯାଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗେଶ୍ୱର ଶ୍ରୀକୃଷ୍ଣ ଯାହାକୁ କ୍ଷେତ୍ର କହିଥିଲେ ତାହାକୁ ପ୍ରକୃତି ଓ ଯାହାକୁ କ୍ଷେତ୍ରର କହିଥିଲେ ତାହାକୁ ବର୍ତ୍ତମାନ ପୁରୁଷ ଶବ୍ଦରେ ଇଙ୍ଗିତ କରୁଛନ୍ତି। ପ୍ରକୃତି ପୁରୁଷ ଚୈବ ବିହନାଦି ଉଭାବପି ବିକାରାଂଶ ଗୁଣାଶୈବ ବିଧି ପ୍ରକୃତି ସମ୍ଭାବାନ। ଏହି ପ୍ରକୃତି ଏବଂ ପୁରୁଷ ଭୟକୁ ଅନାଦି ହିଁ ଜଣା ତଥା ସମ୍ପୂର୍ଣ୍ଣ ବିକାର ତ୍ରିଗୁଣାମୟୀ ପ୍ରକୃତି ଠାରୁ ହିଁ ଉତ୍ପନ୍ନ ହୋଇଛି ବୋଲି ଜାଣ। କାର୍ଯ୍ୟକରଣ ମର୍ତ୍ୟୁକେ ହେତୁ ପ୍ରକୃତି ଚ୍ୟୁତେ ପୁରୁଷ ସୁଖ ଦୁଃଖାନ ଭକ୍ତୁତେ ହେତୁରୁଚ୍ୟତେ। କାର୍ଯ୍ୟ ଓ କରଣ ଯାହାଦ୍ୱାରା କାର୍ଯ୍ୟ କରାଯାଇଛି ବିବେକ ବୈରାଗ୍ୟ ଆଦି ତଥା ଅଶୁଭ କାର୍ଯ୍ୟ ହେବାରେ କ୍ରୋମ କ୍ରୋଧାଦି କାରଣ ଅଟେ। କୁ ଉତ୍ପନ୍ନ କରିବା ହେତୁକୁ ପ୍ରକୃତି କୁହାଯାଇଛି ଏବଂ ଏହି ପୁରୁଷ ସୁଖ ଦୁଃଖକୁ ଭୋଗିବାରେ କାରଣ କୁହାଯାଇଛି। ପ୍ରଶ୍ନ ଉଠୁଛି ଯେ କ'ଣ ସେ ଭୋଗ ହିଁ କରୁଥିବେ ଅଥବା ଏଥିରୁ କେତେ ନିବୃତ୍ତ ମଧ୍ୟ ମିଳିବ? ଯେବେ ପ୍ରକୃତି ପୁରୁଷ ଉଭୟ ଅନାଦି ତେବେ ଉଭୟ ଏଥିରୁ ନିବୃତ୍ତ ପାଇବେ କିପରି? ଏହି ବିଷୟରେ କହୁଛନ୍ତି ପୁରୁଷ ପ୍ରକୃତିସ୍ଥ ହି ଭୂତଜ୍ଞ ପ୍ରକୃତିଜାନ ଗୁଣାନ୍ କାରଣ ଗୁଣସଙ୍ଗସ୍ୟ ସଦ୍ ସଦୀୟନି ଜନ୍ମସ୍ୟୁ। ପ୍ରକୃତି ମଧ୍ୟରେ ଠିଆ ହୋଇଥିବ ପୁରୁଷ ହିଁ ପ୍ରକୃତିରୁ ଉତ୍ପନ୍ନ ଗୁଣର କାର୍ଯ୍ୟରୂପ ପଦାର୍ଥମାନଙ୍କୁ ଭୋଗ କରୁଥାଏ ଏବଂ ଏହି ଗୁଣମାନଙ୍କର ସଙ୍ଗେ ହିଁ ଏହି ଜୀବାତ୍ମା ଭଲ ତଥା ମନ୍ଦ ଜନିରେ ଜନ୍ମ ନେବାର କାରଣ ହୋଇଥାଏ। ଏହି କାରଣ ଅର୍ଥାତ୍ ପ୍ରକୃତି ଜନିତ ଗୁଣର ସଙ୍ଗ ସମାପ୍ତ ହେବାରେ ହିଁ ଜନ୍ମ ମୃତ୍ୟୁକୁ ମୁକ୍ତି ମିଳିଯାଏ। ବର୍ତ୍ତମାନ ଏହି ପୁରୁଷ ଉପରେ ପୁନଃ କହୁଛନ୍ତି ଯେ ସେ କେଉଁ ପ୍ରକାର ପ୍ରକୃତିରେ ଠିଆ ହୋଇଛି। ଉପଦ୍ରଷ୍ଟା ନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର ପରମାତ୍ମନି ଚାଚ୍ୟୁକ୍ତ ଦେହେସ୍ମିନ୍ ପୁରୁଷ ପରଃ। ସେହି ପୁରୁଷ ଉପଦ୍ରଷ୍ଟା ହୃଦୟ ଦେଶରେ ଅତି ସମୀପ ହାତ ଗୋଡ଼ ମନ ଯେତିକି ଆପଣାର ସମୀପ ରହିଅଛି ତାହାଠାରୁ ମଧ୍ୟ ଅଧିକ ସମୀପ ଦ୍ରଷ୍ଟା ରୂପରେ ସ୍ଥିର ଅଟନ୍ତି। ତାହାଙ୍କ ପ୍ରକାଶରେ ଆପଣ ଭଲ କରନ୍ତୁ ଅଥବା ଖରାପ କରନ୍ତୁ ତାହାଙ୍କ କୌଣସି ପ୍ରୟୋଜନ ନଥାଏ। ସେ ସାକ୍ଷୀ ରୂପେ ରହିଥାନ୍ତି। ସାଧାରଣ ସଠିକ୍ କ୍ରମରେ ସଫଳତା ଆସିଗଲା ପରେ ପଥିକ କିଛି ଉପରକୁ ଉଠିଯାଏ ସେହି ଆଡ଼କୁ ଅଗ୍ରସର ହୋଇଥାଏ ତେବେ ସେହି ଦ୍ରଷ୍ଟା ପୁରୁଷ କ୍ରମ ବଦଳି ଯାଇଥାଏ। ସେ ଅନୁମତି ପ୍ରଦାନ କରିବା ଲାଗିଥାନ୍ତି ଅନୁଭବ ଦେବାରେ ଲାଗିଥାନ୍ତି। ସାଧନା ଦ୍ୱାରା ଆହୁରି ସମୀପବର୍ତ୍ତୀ ହୋଇଗଲେ ସେହି ପୁରୁଷ ଭର୍ତ୍ତା ହୋଇ ଭରଣ ପୋଷଣ କରିବାରେ ଲାଗିଥାନ୍ତି ଯେଉଁଥିରେ ଆପଣ ଯୋଗକ୍ଷେମର ମଧ୍ୟ ବ୍ୟବସ୍ଥା କରି ଦେଇଥାନ୍ତି। ସାଧନା ଆହୁରି ସୂକ୍ଷ୍ମ ହେବାରେ ସେହି ପୁରୁଷ ଭକ୍ତା ହୋଇଥାନ୍ତି। ଭକ୍ତାର ଯଜ୍ଞ ତପସ୍ୟା ଯଜ୍ଞ ତପ ଯାହା କିଛି ଆପଣଙ୍କ ଦ୍ୱାରା ହୋଇଥାଏ ସେ ସମସ୍ତଙ୍କୁ ଦୃଷ୍ଟା ପୁରୁଷ ଗ୍ରହଣ କରିଥାନ୍ତି ଏବଂ ଯେବେ ଗ୍ରହଣ କରିଥାନ୍ତି ତାହା ପର ଅବସ୍ଥାରେ ପରମେଶ୍ୱର ମହାନ ଈଶ୍ୱର ରୂପରେ ପରିଣତ ହୋଇଯାଆନ୍ତି। ସେ ପ୍ରକୃତିର ସ୍ୱାମୀ ହୋଇଯାଆନ୍ତି। କିନ୍ତୁ ବର୍ତ୍ତମାନ ପ୍ରକୃତି ଜୀବିତ ରହିଛି ତେଣୁ କରି ସେ ଏହାର ମାଲିକ ଅଟନ୍ତି। ଏହିଠାରୁ ମଧ୍ୟ ଉନ୍ନତ ଅବସ୍ଥା ସେହି ପୁରୁଷ ପରମାତ୍ମତି ଚାପ୍ୟୁକ୍ତ। ଯେବେ ପରମ ଶକ୍ତି ସଂଯୁକ୍ତ ହୋଇଯାଆନ୍ତି ତେବେ ପରମାତ୍ମା ବୋଲି ବୋଲନ୍ତି। ଏହିପରି ଶରୀରରେ ରହି ମଧ୍ୟ ଏହି ପୁରୁଷ ଆତ୍ମା ପରମ ହିଁ ଅଟନ୍ତି। ସର୍ବଦା ଏହି ପ୍ରକୃତିରୁ ପରେ ହିଁ ହୋଇଥାନ୍ତି। ପ୍ରଭେଦ ଏତିକି ଯେ ଅଟେ ସେ ପ୍ରାରମ୍ଭରେ ସେ ଦ୍ରଷ୍ଟା ରୂପରେ ଥିଲେ କ୍ରମଶଃ ଉତ୍ଥାନ ହେଉ ହେଉ ପରମ ସ୍ପର୍ଶ କରି ପରମାତ୍ମାଙ୍କ ରୂପରେ ପରିଣତ ହୋଇଯାଆନ୍ତି। ୟ ଏବଂ ବେତି ପୁରୁଷ ପ୍ରକୃତି ଚ ଗୁଣେଶଃ ସର୍ବଥା ବର୍ତ୍ତମାନ ପୀନଶ ଭୂୟ ଭିଜାୟତେ। ଏହିପରି ପୁରୁଷ ଏବଂ ଗୁଣ ସହିତ ପ୍ରକୃତିକୁ ଯେଉଁ ମନୁଷ୍ୟ ସାକ୍ଷାତକାର ସହିତ ବିଦିତ କରି ନେଇଥାଏ ସେ ପୂର୍ଣ୍ଣ ରୂପେ ପ୍ରବୃତ୍ତ ହୋଇ ମଧ୍ୟ ପୁନର୍ଜନ୍ମ ଗ୍ରହଣ କରିଥାଏ ଅର୍ଥାତ୍ ତାହାର ପୁନର୍ଜନ୍ମ ହୋଇନଥାଏ। ଏହା ହିଁ ମୁକ୍ତି ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗେଶ୍ୱର ଶ୍ରୀକୃଷ୍ଣ ବ୍ରହ୍ମ ଏବଂ ପ୍ରକୃତିର ପ୍ରତ୍ୟେକ ଅନୁଭୂତି ସହିତ ପ୍ରାପ୍ତ ହେଉଥିବା ପରମ ଗତି ଅର୍ଥାତ୍ ତାହାଙ୍କ ପୁନର୍ଜନ୍ମ ନିବୃତ୍ତି ଉପରେ କହିଲେ। ବର୍ତ୍ତମାନ ସେହି
ଯୋଗ ଉପରେ କହୁଛନ୍ତି ଯାହାର ପ୍ରକ୍ରିୟା ଆରାଧନା ଅଟେ, କାରଣ ଏହି କର୍ମକୁ କାର୍ଯ୍ୟ ରୂପେ ନ ଦେଇ କେହି ମଧ୍ୟ ପାଇନାହାନ୍ତି। ତ ଏଇଠି ରଖିବା, ଆଗକୁ ପୁଣି ପଢ଼ିବା କ'ଣ କ'ଣ କହୁଛନ୍ତି। ରାଧେଶ୍ୟାମ।